বন্দই দিন বান্ধব হরি যেতম চক্র খণ্ডনকারী সদা কমলানন্দ বিহারী স্বভাবে নজে বিভু অনন্ত অঙ্ক বিস্তারী কর প্রতাপ যার সঞ্চরী নিশাচরঙ্ক উল্লাস হরি উজে সুমনজে অপূর্ব সুন্দর শোভা বিস্তার করুଛନ୍ତି ଶରଧାବାଲିର ପୁଣ୍ୟ ପାବନ ଖଣ୍ଡରେ ଆପଣମାନେ ଦେଖୁଛନ୍ତି ଯେ ବର୍ତ୍ତମାନ ତିନୋଟି ହୃଦୟ ସ୍ପନ୍ଦିତ ଦୃଶ୍ୟ। ପ୍ରଥମ ଦୃଶ୍ୟଟି ଥିଲା ପହଣ୍ଡି ବିଜେ ପର୍ବ, ଗୋଟିଏ ହୃଦୟ ସ୍ପନ୍ଦିତ ଦୃଶ୍ୟ। ଦ୍ୱିତୀୟ ଦୃଶ୍ୟ ଥିଲା ସେହି ହୃଦୟ ସ୍ପନ୍ଦିତ ଦୃଶ୍ୟ ଯାହା ଥିଲା ଗଜପତି ମହାରାଜଙ୍କର ଛେରା ପହଁରାର ଦୃଶ୍ୟ। ବର୍ତ୍ତମାନ ଆପଣ ଆସନ୍ତୁ ତୃତୀୟ ହୃଦୟ ସ୍ପନ୍ଦିତ ଦୃଶ୍ୟ ଏବଂ ମୈତ୍ରୀ ବଡ଼ଦାଣ୍ଡରେ ପୁଣ୍ୟ ଶରଧାବାଲିର ପାବନ ଖଣ୍ଡ ଠାରୁ ଯାତ୍ରା ଆରମ୍ଭ ହେବ। ପ୍ରଥମ ରଥ ହେଉଛି ବଳଭଦ୍ର ବଡ଼ ଠାକୁରଙ୍କର ରଥ ଆପଣ ଦେଖିବେ ଏବଂ ତାପରେ ମଝିରେ ରହିବେ ଦେବୀ ସୁଭଦ୍ରା, ଶେଷରେ କାଳିଆ ସାଆନ୍ତଙ୍କର ନନ୍ଦିଘୋଷ ରଥ। ଏବେ ତାଳଧ୍ୱଜ ରଥ, ଏଇ ଯେଉଁ ତାଳଧ୍ୱଜ ରଥ ଆପଣମାନେ ଜାଣନ୍ତି ଯେ ଆମର ଯେଉଁ ଅନେକ ବନର ମହିମା ରହିଛନ୍ତି ନିଖିଳ ପୁରାଣ ଶିରୋମଣି ଶ୍ରୀମଦ ଭାଗବତମରେ, ସେଇ ଆପଣଙ୍କର 16ଟି ବନ ମଧ୍ୟରେ ଗୋଟିଏ ପ୍ରସିଦ୍ଧ ବନ ହେଉଛି ତାଳ ବନ ଏବଂ ସେହି ତାଳ ବନରେ ବଳରାମଙ୍କୁ ଦେବତାମାନେ ଏହି ରଥ ପ୍ରଦାନ କରିଥିବାର ମଧ୍ୟ କଥା ଆସେ। ତେବେ ଯାହା ହେଉ ଏଇ ଯେଉଁ ତାଳଧ୍ୱଜ ରଥ ବର୍ତ୍ତମାନ ଦେଖନ୍ତୁ ଅଶ୍ୱମାନେ କିପରି ଭାବରେ ତାକୁ ଟାଣି ନେଉଛନ୍ତି, ସାରଥୀମାନେ ରଥକୁ ଚାଳନା କରୁଛନ୍ତି। ଓହୋ, ବର୍ତ୍ତମାନ ଏଇ ତାଳଧ୍ୱଜ ରଥର ଅପୂର୍ବ ଯେଉଁ ଘର ଶବ୍ଦ, ଘର ନାଦ ଜଗତକୁ ପରିପୂର୍ଣ୍ଣ କରୁଅଛି। ବରକନ୍ଦାଜ ମହୋଦୟ ତାଙ୍କର ପତାକା ହଲାଉଛନ୍ତି ଏବଂ ଡାହୁକମାନେ ତାଙ୍କର ବେତକୁ ଝାଡ଼ି ଝାଡ଼ି ସେମାନେ ତାଙ୍କର ବୋଲି ସବୁ ଶୁଣାଉଛନ୍ତି। ଏବଂ ଆପଣମାନେ ଜାଣନ୍ତି ଯେ ବର୍ତ୍ତମାନ ସମୟର ଯେଉଁ ବୋଲି, ସେ ବୋଲିରେ ଆପଣ ଦେଖିବେ ଯେ ଏଭଳି କିଛି ଅଶ୍ଳୀଳତା ନାହିଁ। ତେଣୁ ଯେତେବେଳେ ଡାହୁକ ବୋଲି ଶୁଣିବା ପାଇଁ ଅତୀତରେ ଆଗ୍ରହ ଥିଲା, ବର୍ତ୍ତମାନ ମଧ୍ୟ ସେ ଆଗ୍ରହ ରହିଛି। ଆପଣ ଦେଖନ୍ତୁ ଡାହୁକ କହୁଛନ୍ତି, ହୋ ଭଗତେ କ'ଣ ରଥ ଚାଲିବ ତ? ହଁ ହଁ, ରଥ ଚାଲିବ। ଏବଂ ଡାହୁକ ତାଙ୍କର ବୋଲି ଶୁଣାଉଛନ୍ତି, ଉତ୍କଣ୍ଠାର ସହ କାନ ପାତିଛନ୍ତି ଭକ୍ତମାନେ। ଡାହୁକ ରହି ଛାଡ଼ୁଛନ୍ତି, ଅଳକାନନ୍ଦ ବାଳ ଗୋବିନ୍ଦ ବାଳ କେରି କରି ପକାଏ ଛନ୍ଦ, ରାଧା ମୋହନ ସେ ପରମାନନ୍ଦ, ତାକୁ ଛାଡ଼ିଲେ କରମ ମନ୍ଦରେ। ଏମିତି ଗୋଟିଏ ପରେ ଗୋଟିଏ ବୋଲି, ଏଥିରେ ଅଶ୍ଳୀଳତା ନାହିଁ। ବର୍ତ୍ତମାନ ବୋଲିର ଏଇ ଯେଉଁ ସଂସ୍କାର, ଇଏ ମଧ୍ୟ ଆମକୁ ଆମୋଦିତ କରୁଛି। କାମ ପାହାଳ ରେବତୀ ରମଣ ଖଳାୟୁଧ ପ୍ରଭୁଙ୍କର ସେହି ପାର୍ଶ୍ୱ ଦେବଦେବୀମାନେ ତାଙ୍କ ସାଙ୍ଗରେ ଚାଲିଛନ୍ତି ଏବଂ ରଥ ଉପରେ ଅଛନ୍ତି ଆମର ଅଧିକୃତ ସେବକମାନେ, ରଥ ଉପରେ ଅଛନ୍ତି ଘୋଷ ଘଣ୍ଟୁଆମାନେ, ରଥ ଉପରେ ଅଛନ୍ତି ପୂଜା ପଣ୍ଡା ସାମନ୍ତମାନେ, ରଥ ଉପରେ ଅଛନ୍ତି ପୁଷ୍ପାଳକମାନେ, ରଥ ଉପରେ ଅଛନ୍ତି ଦଇତା ସେବକମାନେ ଏବଂ ଏମାନେ ସମସ୍ତେ ଯେଉଁମାନେ ନୀତି ସହିତ ସମ୍ପୃକ୍ତ ଅନ୍ୟ ସେବକ ବୃନ୍ଦ ସମସ୍ତେ ରହିଛନ୍ତି। ଏବଂ ଏହି ରଥ ଯେଉଁ ତାଳଧ୍ୱଜ ରଥ, ତାକୁ ଟାଣିବା ପାଇଁ ଭକ୍ତମାନଙ୍କ ଭିତରେ ଗୋଟେ ସୁନ୍ଦର ପ୍ରତିଯୋଗିତା ପର୍ବ ଯେମିତି ଆରମ୍ଭ ହୋଇଯାଇଛି। ଆମେ ଦେଖୁଛୁ ଏ ଯେଉଁ ଅଶ୍ୱମାନେ ଯେଉଁମାନେ ଆନନ୍ଦ ମନରେ ୟାକୁ ଭିଡ଼ିକି ନେଇ ଚାଲିଛନ୍ତି, ସେ ଅଶ୍ୱମାନଙ୍କୁ ମଧ୍ୟ ଆମେ ଧନ୍ୟବାଦ ଦେବା, କାରଣ ସେମାନେ ପ୍ରକୃତରେ ଏ ରଥକୁ ଗତିଶୀଳ କରାଇବାରେ ଅପୂର୍ବ ସାମର୍ଥ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଏଇ ଯେଉଁ ଅଶ୍ୱମାନେ ୟାକୁ ଟାଣିକି ନେଉଛନ୍ତି। ଅତୀତରେ ଯେଉଁ କଥା ଥିଲା, କଳା ବେଠିଆମାନେ ନିଯୁକ୍ତ ହେଉଥିଲେ, ହସ୍ତୀମାନେ ନିଯୁକ୍ତ ହେଉଥିଲେ, ଏବେ ସେ ସମୟ ନାହିଁ। ଏବେ ଭକ୍ତମାନଙ୍କ ଭିତରେ ଏହି ଅପୂର୍ବ ଉନ୍ମାଦ ପ୍ରକାଶ ପାଉଛି, ଭକ୍ତମାନଙ୍କ ଭିତରେ ସେ ଅପୂର୍ବ ଭାବାବେଗ ପ୍ରକାଶିତ ହେଉଛି, ସେ ଅପୂର୍ବ ଆବେଗ ଦେଖାଯାଉଛି। ଆପଣମାନେ ଦେଖୁଛନ୍ତି ରଥ ଟିକିଏ ତାଙ୍କର ଗତି ସ୍ତୀମିତ ହୋଇଯାଇଛି ଏବଂ ଏଇ ଯେଉଁ ମୈତ୍ରୀ ବଡ଼ଦାଣ୍ଡ ପୁଣ୍ୟ ଶରଧା ବାଲିର ପାବନ ଖଣ୍ଡ, ତାକୁ ଧୀରେ ଧୀରେ ଅତିକ୍ରମୀ ବଳଭଦ୍ରଙ୍କର ରଥ କିଛି ବାଟ ଆଗକୁ ଗତି କରିବାର ଆମେ ଦେଖିପାରୁଛୁ। ଭକ୍ତଜନମାନେ ଆନନ୍ଦରେ ଉନ୍ମନା ହୋଇଯାଉଛନ୍ତି। କାହିଁକି ନା ଏଇ ଯେଉଁ ରଥ, ଏ ରଥର ଯେଉଁ ପତାକା, ଜଗନ୍ନାଥଙ୍କ ରଥର ପତାକା ହେଉଛି ତ୍ରୈଲୋକ୍ୟ ମୋହିନୀ। ବଳଭଦ୍ରଙ୍କର ଯେଉଁ ପତାକା, ତାର ନାମ ହେଉଛି ଉନ୍ମନୀ। ସେ ଭକ୍ତମାନଙ୍କୁ ଉନ୍ମନା କରି ପକାଉଛି, ଭକ୍ତମାନଙ୍କୁ ଆନମନା କରି ପକାଉଛି, ଭକ୍ତମାନଙ୍କୁ ଜାଗତିକ ସ୍ଥିତିରୁ ଆହୁରି ଏକ ଉଦ୍ଧାରିତ ଜଗତକୁ ନେଇଯାଉଛି ଏବଂ ଏକ ଚିନ୍ମୟ ରାଜ୍ୟକୁ ଘେନି ଯାଉଛି। ସେ ଯେଉଁ ଅପୂର୍ବ ଆକର୍ଷଣ ବଳଭଦ୍ରଙ୍କର ରହିଛି, ସିଏ ତ ହେଉଛନ୍ତି ସ୍ୱୟଂ ଶେଷନାଗ, ସିଏ ସ୍ୱୟଂ ଅନନ୍ତ। ତାଙ୍କର ମହିମାକୁ କିଏ ବା କହିପାରିବ? ତାଙ୍କ ରଥକୁ ଆପଣ ଦେଖୁଛନ୍ତି ତ, ଏ ଯେଉଁ ରଥ, ଏ ସୁନ୍ଦର ରଥର ବର୍ଣ୍ଣନା ଦେଉଛନ୍ତି ଯେତେବେଳେ ନୀଳାଦ୍ରି ମହୋତ୍ସବ କାବ୍ୟରେ ଲୋକନାଥ ବିଦ୍ୟାଧର। ଆପଣମାନେ ଦେଖୁଛନ୍ତି ଏଇ ଯେଉଁ ରଥ କେତେ ସୁନ୍ଦର ପ୍ରଭାବ ବିସ୍ତାର କରୁଅଛି ଏବଂ ସେହି ରଥକୁ
ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ କ'ଣ କହୁଛନ୍ତି? ତହିଁ ପାଶରେ ଚନ୍ଦନ ତାଳ ଧ୍ୱଜ ଅଭିରାମ ସବୁ ରୂପେ ଅପଘନ ସେହି ସମାନ କେବଳ ତହିଁ ଏତେକ ବିସ୍ତୀର୍ଣ୍ଣ ଉତ୍ତରୁ ଏକ କର ଆଉ ବେନୁଇ ଚକ ମାତ୍ର ନିଉନ ବସ୍ତ କରେ ଚନ୍ଦ୍ରମା ଦାନି ଘୋଡ଼ ହରିତ ଏତେକ ଅମ୍ବର ଘେନି ନୋହିଲେ ସବୁ ତେସନ ତହୁଁ କିଛି ନାହିଁ ଭିନ୍ନ ଆନ ପ୍ରକାରେ ଶୋଭନ ସକଳ ଠାରେ ଯେଉଁ ଅପୂର୍ବ ଉନ୍ମାଦନା ଆମେ ଦେଖିପାରୁଛୁ ଭକ୍ତମାନଙ୍କ ଭିତରେ ଯେଉଁ ଅପୂର୍ବ ବ୍ୟାକୁଳତା ଅପୂର୍ବ ଉତ୍କଣ୍ଠା ଏଇ ବ୍ୟାକୁଳତା ହେଉଛି ଭକ୍ତିର କଷଟି ପଥର। ପୂଜା ମ୍ୟାଡ଼ାମ ଇଏ ପ୍ରତ୍ୟେକ ଭକ୍ତମାନଙ୍କ ଭିତରେ ଏଇ ଯେଉଁ ଉଦଗ୍ର ଉତ୍କଣ୍ଠା ଏଇ ଯେଉଁ ଅପୂର୍ବ ବ୍ୟାକୁଳତା ସେ ବ୍ୟାକୁଳତା ହିଁ ହେଉଛି ଗୋଟେ ଭକ୍ତିର ସୁନ୍ଦର ପରିଭାଷା। ଏଇ ପରିଭାଷା ଆମକୁ ବାର ବାର କହିଦେଉଛି ଯେ ଜୀବନରେ କେତେ ବ୍ୟସ୍ତତା ଅଛି, ଜୀବନର କେତେ ହଳାହଳୁକୁ ଏମାନେ ପିଇଛନ୍ତି, ଜୀବନର କେତେ ଜଞ୍ଜାଳକୁ ଏମାନେ ମାନି ନେଇଛନ୍ତି। ସମସ୍ତ ଜଞ୍ଜାଳକୁ ଛାଡ଼ି ବିଷୟର ସମସ୍ତ ଅନୁରାଗକୁ ଛାଡ଼ି ଏମାନେ ଆସିଛନ୍ତି ये भगवान पुण्य पावन क्षेत्र में प्रभुंक दर्शन करी प्रभुंक रथर रजुक स्पर्श करने से रथ को टाणीवाई ये कम कथा नुहे। ये भगवान सेवा ये प्रभुंकर गोटे सेवा ये गोटे ऐश्वरिक सेवा ये ईश्वरीय सेवा मन प्राण को टे ढाली दबार ये जो अपूर्व भावावेग ये भावावेगर तुलना नहीं यार प्रकृत में कलना नहीं। आहा केड़े सुंदर देखा जाउछंती से बलभद्र स्वामी अपूर्व भाव में प्रभाव विस्तार करुच्ची तांकर सुंदर से जो रथावरण से जो रथर अपूर्व साजणी तालध्वज रथर सी आमर नयन मन को आकर्षित करुअछि नयन मन को हरण करुअछि बड़दाण्ड लोकारण्य हो जाइए आपन जमी मन होउछि जे थाली मारिदेले थाली चलीज माने सोरिष पकेले तले पड़ोनी एमती एते लोक आसिचंती जहाँ जना पड़ुची ये रथ अति अल्प समय भितर अनेक बाट पर्यंत गतिशील हो बलभद्रंकर रथ आज लगिबा पर सुभद्रांक रथ लगिबा पर जेमिति हो जदि नंदीघोष रथ जीवे कहीं आपण मैंने जानती सेठी रही पोड़पिठा भोगर व्यवस्था माउसी माँ मंदिर रे माउसी माँ अपेक्षा करिसेंती एवं से माउसी माँ पोड़पिठा खुआबे जगन्नाथ खाली सेतिकी नुह श्रीनगर राजनगर निकट में जितेबाला अटकी जीव नंदीघोष से माँ महालक्ष्मी आसवे एवं गजपति महाराज मध्यस्थतार लक्ष्मी नारायण भेट समाहित हम एवं लक्ष्मी नारायण भेट आज एक विशेष नीति ताहा रही तेणु रथ आगुक आगुक गतिशील हवा दरकार कारण ये गति ही हूँ जीवन आपण देखिए सभ्यतार संस्कृति रे जीवनर जो अभियान रे आमे जेतेबेले कर्तव्यर ताड़ना आमे सबुबेले लक्ष्य करूचु जे गति ही हूँ प्रकृति जीवन एवं रथर जो गति यही गति आगुक चलिबार मार्ग आगुक चलिबार प्रेरणा कारण लक्ष्य अच्छी महाप्रभुंकर सी जीवे बाहुड़े जोटू सी आसीथिले पुणी से पथरे से बाहुड़ी जीवे वर्तमान बाहुड़ी तांकर निजस्व सिंहासन को मंडन करने लक्ष्य हुए तो से अनेक पर्यायर लीला करने को पड़ पाए किंतु आमर लक्ष्य रही जितेबले आमर उपाय आ उद्देश्य दुईटा जाक महत होते आम साधना आम धीरे धीरे पूर्णता आड़ को अग्रसर हूँ तेणु ये साधन तत्पर कथा चरबई मधुबिंदती चरई बईती ये आगू चलवा ये हूँ मधु झरवार मार्ग आगे ही चलो उपनिषद से ये जाति को माने उठेबार प्रेरणा देइथिले उत्तिष्ठत जाग्रत प्राप्त वरान निबद्धत आज रथयात्रा से प्रेरणा दूची उत्तिष्ठत जाग्रत प्राप्त वरान निबद्धत अराइज अवेक एंड स्टॉप नॉट टिल द गोल इज रीच्ड तेणु ए भावना आमको आगू को बढ़ा को हम रथ को आगू को नवा को हम आम जीवनर गति को आगू को नवा को हम आहा कि सुंदर भाव में ये रथ मान प्रभाव विस्तार करुँच से रथ वर्णना भीतर को टिके आपण आसतु एवं ये रथ ये रथ भितर रही जीवनर अपूर्व सार तत्व कारण ये जो सार तत्व रही ये मनीषर जीवन जमी ये रथटा सेमती